ଘୋତଗିରି ଚାଞ୍ଚଲ୍ୟ ହାତୀ ଆକ୍ରମଣରେ ଜଣେ ମୃତ ଜଙ୍ଗଲରେ ମୃତ ଦେହ ଦେଖି ଲୋକେ ଆତଙ୍କିତ। ଦର୍ଶକ ବନ୍ଧୁ ଟିକିନିକି ଖବରକୁ ସ୍ୱାଗତ। ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଅଧୀନ କୁର୍ମିଙ୍ଗା ବନାଞ୍ଚଳ ଦାର୍ନିକୋଲା ପାହାଡ଼ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ ହୋଇଥିବା ସୂଚନା ରହିଛି। ସୂଚନା ମୁତାବକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ସୁଜିଲି ଗ୍ରାମର ପାତ୍ର ନାୟକ 60 ବର୍ଷ ଗତ 15 ଦିନ ହେବ ପ୍ରାୟ ସେ ଘରକୁ ଆସିନଥିଲେ। ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକ କୌଣସି ସମ୍ପର୍କୀୟଙ୍କ ଲୋକଙ୍କ ଘରକୁ ଯାଇଥିବେ ବୋଲି ଭାବି ଖୋଜାଖୋଜି କରିନଥିଲେ, କାରଣ ସେ ବେଳେବେଳେ ଏହିପରି ଯାଆନ୍ତି ଓ ରହିଯାଆନ୍ତି ପରେ ଆସିଥାନ୍ତି। କିନ୍ତୁ ଆଜି ସକାଳେ ଗ୍ରାମର ଲୋକେ ଦାର୍ନିକୋଲା ଜଙ୍ଗଲକୁ ଯାଇଥିଲେ ଓ ସେଠାରେ ତାଙ୍କର ମୃତ ଶରୀର ଛିନ୍ନ ଭିନ୍ନ ଅବସ୍ଥାରେ ଦେଖିଥିଲେ। ପାଖରେ ପଡ଼ିଛି ଲୁଙ୍ଗି ଓ ଅନ୍ୟାନ୍ୟ କପଡ଼ା ଗୁଡ଼ିକ। ସେପଟେ ଶରୀର ପୁରା ଚେପା ହୋଇଯାଇଛି। ହାତୀ ପୁରା ଦଳି ଚକଟି ମାଟିରେ ମିଶିଥିବା ଛବି ଲୋକେ ଦେଖି ଆତଙ୍କିତ ହୋଇ ପରିବାର ଲୋକମାନଙ୍କୁ ଖବର ଦେଇଥିଲେ। ତୁରନ୍ତ ତାଙ୍କ ଖବର ପାଇବା ପରେ ଘଟଣାସ୍ଥଳକୁ ପରିବାର ଲୋକ ପହଞ୍ଚିଥିଲେ। ସୂଚନା ଥାଉ କି ବିଗତ କିଛି ଦିନ ହେବ, କିଛି ମାସ ହେବ ହାତୀପଲ ଆସି ଧାନ, କଦଳୀ ଓ ଅନ୍ୟାନ୍ୟ ବିଷୟ ନଷ୍ଟ କରିଥିଲେ, କିନ୍ତୁ ଜୀବନ ହାନି କରିନଥିଲେ। ଆଜି ଘୋତଗିରିରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି, ଯାହାକି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତେବେ ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଥାନା ପକ୍ଷରୁ ପୁଲିସ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କିପରି ଘଟଣା ଘଟିଲା ସେ ସମ୍ପର୍କିତ ଅଧିକ ଯାଞ୍ଚ କରୁଥିବା ସୂଚନା ରହିଛି। ତେବେ ହାତୀ ଆକ୍ରମଣରେ ଜଣେ କୁର୍ମିଙ୍ଗା ନିକଟ ଦାର୍ନିକୋଲା ଜଙ୍ଗଲରେ ମୃତ୍ୟୁଭୋଗ କରିଥିବା ଦେଖିବାକୁ ମିଳିଛି। ଦର୍ଶକ ବନ୍ଧୁ, ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।